ମୋ ନାଁ ଜଗବନ୍ଧୁ ସ୍ୱାଇଁ। ମୁଁ ଜଣେ ରିଟାୟାର୍ଡ଼ ପୋଲିସ ଅଫିସର। ବର୍ତ୍ତମାନ କିଛି ସମାଜ ପାଇଁ ମୁଁ ରିଟାୟାର୍ଡ଼ ପରେ ଏବେ ସମାଜ ପାଇଁ କିଛି କାର୍ଯ୍ୟ କରୁଛି, ସୋସିଆଲ ୱାର୍କକୁ ବ୍ୟସ୍ତ ରହିଛି। କିନ୍ତୁ ବିଗତ ଦିନରେ ଜଣେ ଡକ୍ଟର ମିଷ୍ଟର ଚାନ୍ଦ ଥିଲେ। ସେ ଡକ୍ଟର ଚାନ୍ଦ ତାଙ୍କ ଅନୈତିକ କାର୍ଯ୍ୟ ଆଉ ଭୁଲ ଧରଣ ମେଡ଼ିସିନ ଦେବା ଦ୍ୱାରା ଆମ ଏଇ ମଣିଜମା ଅଞ୍ଚଳର ଜଣେ ସ୍ତ୍ରୀ ଲୋକଙ୍କ ମୃତ୍ୟୁବରଣ କରିଥିଲେ, ଯାହାଫଳରେ କି ଆମର ଏଇ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା ଏବଂ ଲୋକମାନଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଏ ନେଇ ଆମେ ମଧ୍ୟ ବସିଥିଲୁ, ଷ୍ଟ୍ରାଇକ୍ କରିଥିଲୁ। ସେହି ଷ୍ଟ୍ରାଇକ୍ର ଫଳସ୍ୱରୂପ ଡକ୍ଟର ଚାନ୍ଦକୁ ଏ ଜାଗାରୁ ଅନ୍ୟତ୍ର ବଦଳି କରାଯାଇଥିଲା। ପୁଣି ଏବେ ଆମେ ଏଇ 2-3 ଦିନ ହେଲା ଶୁଣିବାକୁ ପାଉଛୁ ଯେ ଡକ୍ଟର ଚାନ୍ଦ ପୁଣି ଏଇ ମଣିଜମା ମେଡ଼ିକାଲକୁ ଆସୁଛନ୍ତି। ଦେଖନ୍ତୁ ଆଜ୍ଞା, ସେ ଏଇ ପ୍ରକାର କାର୍ଯ୍ୟ କରିକି ଯାଇଥିଲେ, ପୁଣି ଏଠି ଆସୁ। ତେଣୁ ଆମେ ସେଥିପାଇଁ ତାଙ୍କ ଜଏନ୍କୁ ପୂର୍ଣ୍ଣ ବିରୋଧ କରୁଛୁ। ଦ୍ୱିତୀୟ କଥା ହେଲା, ଆମର ଏଠି ଜଣେ ଗାଇନିକ୍ ସ୍ପେଶାଲିଷ୍ଟ ଥିଲେ ଡକ୍ଟର ମହାନ୍ତି, ତାଙ୍କୁ ମଧ୍ୟ ସେଇ ରାଗରେ ଏଡିଏମ୍ଓ ବଦଳି କରିଦେଇଛନ୍ତି। ତେଣୁ ବଦଳି କରନ୍ତୁ, ଆମର ଯିଏ କାମ କରିବ ଆମର ସେଇ ଦରକାର। ଆମେ ବିଗତ ଦିନରେ ଦେଖିଛୁ ମଣିଜଙ୍ଗାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ସେ ସମ୍ପୃକ୍ତ ହୋଇ ସେ ବହୁତ କିଛି କାର୍ଯ୍ୟ କରିଛନ୍ତି। ଯାହାକୁ ପଚାରନ୍ତୁ, ରୋଗୀ ଆଉ ସ୍ଥାନୀୟ ଲୋକ ଯାହାକୁ ପଚାରନ୍ତୁ, ଡକ୍ଟର ମହାନ୍ତିଙ୍କ ବିରୁଦ୍ଧରେ କେହି ଜଣେ ମଧ୍ୟ କହିବେନି ଯେ ସେ ଡକ୍ଟର ମହାନ୍ତି ଖରାପ ଥିଲେ ବୋଲି। ସେ ଯାହା ହଉ, ଯଦି ବା ତାଙ୍କୁ ବଦଳି କରାଗଲା, ଆମେ ତ ଆଉ ସରକାରଙ୍କ ଆଦେଶକୁ ଅବମାନନା କରିବୁନି। କିନ୍ତୁ ତାଙ୍କ ସ୍ଥାନରେ ଆଉ ଜଣେ ସ୍ପେଶାଲିଷ୍ଟ, ସେଇ ଗାଇନିକ୍ ସ୍ପେଶାଲିଷ୍ଟ ମାନେ ପରମାନେଣ୍ଟଲି ପୋଷ୍ଟିଂ କରାଯାଉ। ଆଜ୍ଞା, ତା ତ ଆଉ ଗୋଟେ କଥା ହେଉଛି, ଆମର ଏ ହେଉଛି ଦୁର୍ଘଟଣା ପ୍ରବଣ ଏରିଆ। ଏଠି 16 ଜଣ ଡକ୍ଟର ଜାଗାରେ କୌଣସି ସ୍ପେଶାଲିଷ୍ଟ ନାହାନ୍ତି। ଗୋଟାଏ ସାଧାରଣତଃ ଆକ୍ସିଡେଣ୍ଟ ହେଲେ ଗୋଟାଏ ବ୍ୟାଣ୍ଡେଜ୍ କରିବାକୁ ସୁଇପର ବ୍ୟାଣ୍ଡେଜ୍ କରୁଛି। ତେଣୁ ଆମର ଦାବି, ଏଠି ଆମର ମିନିମମ୍ 4 ଜଣ ସ୍ପେଶାଲିଷ୍ଟ ରହିବା ସଙ୍ଗେ ସଙ୍ଗେ 16 ଜଣ ଡକ୍ଟରଙ୍କ ମଧ୍ୟରୁ ସବୁ ତାଙ୍କ ସ୍ଥାନ ପୂରଣ କରାଯାଉ। ଏବଂ ଏଠି ଯେଉଁ ଶହ ହଜାର ହଜାର ଲୋକ ଏଠି ଆସିକି ଡେଲି ଉପସ୍ଥିତ ହେଉଛନ୍ତି ଟ୍ରିଟମେଣ୍ଟ ପାଇଁ, ତେଣୁ ତାଙ୍କ ପାଇଁ ଜଣେ ମାତ୍ର ଡକ୍ଟର ବସୁଛନ୍ତି ଆଉଟଡୋରରେ। ସେଥିପାଇଁ 2-3 ଜଣ ଡକ୍ଟର ବସିଲେ ଲୋକମାନେ ସୁଚାରୁ ରୂପେ ତାଙ୍କର ମେଡ଼ିସିନ ନେଇକରି ଯାଇକରି ପହଞ୍ଚିବେ। ଏଇ ଆମର ପୂର୍ଣ୍ଣ ଦାବି। ଯଦି ଆମ ଦାବି ପୂରଣ ନହେଲା, ଆମେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ। ମୁଁ ନାଗରିମୋହନ ଦାସ, ଘର ମଣିଜଙ୍ଗା, ଥାନା ତିର୍ତ୍ତୋଲ। ଆଜ୍ଞା, 2023 ମସିହାରେ ପଙ୍କଜ ଚାନ୍ଦ ବୋଲି ଗୋଟେ ଡକ୍ଟର ଥିଲେ ମଣିଜଙ୍ଗା ମେଡ଼ିକାଲରେ। ମୁଁ 15 ତାରିଖ, 16 ତାରିଖ, 17 ତାରିଖ ମୋ ମିସେସ୍କୁ ଟ୍ରିଟମେଣ୍ଟ କରିବାକୁ ଆଣିଥିଲି। ସେ ଭୁଲ ଭାଲ ଇଞ୍ଜେକ୍ସନ୍ ଦେବାରୁ ମୋ ମିସେସ୍ 17 ଦିନ ରାତି 7:45ରେ ଏକ୍ସପାୟାର୍ଡ଼ କରିଯାଇଥିଲେ। ତେଣୁ CDM ADM ଆମର ତହସିଲଦାର